ଜୀବନରେ ଚମତ୍କାର ଆଣିବାକୁ ଚାହୁଁଛନ୍ତି କି? ଜୀବନକୁ ଯାଦୁ ଭଳି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଆପଣଙ୍କୁ ଧନ ଦରକାର ନା ସମ୍ମାନ, ପ୍ରେମ ଦରକାର ନା ପ୍ରତିଷ୍ଠା, ଉତ୍ତମ ସ୍ୱାସ୍ଥ୍ୟ ଦରକାର ନା ସମ୍ପର୍କରେ ମଧୁରତା? ସବୁକିଛି ମିଳିଯିବ। ଯଦି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଦେଲେ ଆପଣଙ୍କର କୌଣସି ଇଚ୍ଛା ଅପୂର ହୋଇ ଆଉ ରହିବନି। ଜିଇଁବା ପାଇଁ କେବଳ ଖାଦ୍ୟ, ବସ୍ତ୍ର କିମ୍ବା ବାସଗୃହ ଦରକାର ନାହିଁ, ଆହୁରି ବି ଅନେକ କିଛି ଦରକାର। ଜୀବନରେ ସମସ୍ୟା ଅନେକ, କିନ୍ତୁ ସମାଧାନ ହେଉଛି ଗୋଟିଏ। ଯଦି ଆପଣ ସବୁ ସମସ୍ୟାକୁ ସମାଧାନ କରି ଗୋଟିଏ ସୁସ୍ଥ, ସୁନ୍ଦର ଆଉ ଭରପୁର ଜୀବନ ଜିଇଁବାକୁ ଚାହୁଁଛନ୍ତି, ତାହେଲେ ଗ୍ରାଟିଟ୍ୟୁଡ୍ ବା କୃତଜ୍ଞତାକୁ ନିହାତି ଅଭ୍ୟାସ କରନ୍ତୁ। ଯଦି ଆପଣ ଜଣେ ମାନସିକ ରୋଗୀ, ତେବେ କୃତଜ୍ଞତାଠୁ ବଳି ଆଉ କିଛି ଔଷଧ ମୁଁ ଜାଣିନି। ଯଦି ଆପଣ ଚାହାନ୍ତି ଆପଣଙ୍କର ସବୁ ଇଚ୍ଛା ପୂରଣ ହେଉ, କୃତଜ୍ଞତାକୁ ଅବଶ୍ୟ ଆପଣାନ୍ତୁ। ରଣ୍ଡା ବର୍ନ କହନ୍ତି, ଗ୍ରାଟିଟ୍ୟୁଡ୍ ବା କୃତଜ୍ଞତା ହେଉଛି ଜୀବନର ଏକ ମ୍ୟାଗ୍ନେଟ୍ ବା ଚୁମ୍ବକ, ଯାହାଦ୍ୱାରା ଜୀବନକୁ ସବୁ ଜିନିଷ ଆକର୍ଷିତ କରାଯାଇପାରେ। ସେ ଧନ ହେଉ ବା ପ୍ରେମ ହେଉ, ସେ ସମ୍ପର୍କ ହେଉ ବା ସ୍ୱାସ୍ଥ୍ୟ ହେଉ। ଆମେ ଯେଉଁଥିପାଇଁ ଆଭାର ହେଉ ବା କୃତଜ୍ଞ ହେଉ, ସେ ଜିନିଷ 100 ଗୁଣା ବଢ଼ିଯାଇଥାଏ। ଯଦି ଆମେ ଆମ ପାଖରେ ଥିବା କୌଣସି ଜିନିଷ ପାଇଁ କୃତଜ୍ଞ ନୁହେଁ, ତାହେଲେ ଆମଠୁ ସେ ଜିନିଷ ନେଇ ନିଆଯାଏ। ଯଦି ଆପଣ ଆପଣଙ୍କ ଧନ ପାଇଁ କୃତଜ୍ଞ ହୁଅନ୍ତି, ତେବେ ଆପଣଙ୍କ ଧନ ବଢ଼ିଯିବ। ଯଦି ଆପଣ ସ୍ୱାସ୍ଥ୍ୟ ପାଇଁ କୃତଜ୍ଞ ହୁଅନ୍ତି, ସ୍ୱାସ୍ଥ୍ୟ ସୁଧୁରିଯିବ। ଯଦି ଆପଣ ସମ୍ପର୍କ ପାଇଁ କୃତଜ୍ଞ ହୁଅନ୍ତି, ସମ୍ପର୍କ ଆହୁରି ନିବିଡ଼ ହେବ। ତେଣୁ ଏ କୃତଜ୍ଞତାକୁ ଯାଦୁ ବା ମ୍ୟାଜିକ୍ କୁହାଯାଏ। ଯଦି ଆପଣ ଏହି ମ୍ୟାଜିକ୍କୁ ଆପଣଙ୍କ ଜୀବନରେ ଦେଖିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ କୃତଜ୍ଞତାକୁ ଅବଶ୍ୟ ଅଭ୍ୟାସ କରନ୍ତୁ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ, କୃତଜ୍ଞତାକୁ କିପରି ଅଭ୍ୟାସ କରାଯାଇପାରେ? କୃତଜ୍ଞତା ଅଭ୍ୟାସ କରିବା ବହୁତ ସହଜ ଅଟେ। କୃତଜ୍ଞତା ଅଭ୍ୟାସ କରିବାର ପ୍ରକୃଷ୍ଟ ସମୟ ହେଉଛି ସକାଳ। ନିଦରୁ ଉଠିବା ମାତ୍ରେ ଏହାକୁ ଅଭ୍ୟାସ କରନ୍ତୁ। ଖାତା କଲମ ପାଖରେ ରଖନ୍ତୁ। ଉଠୁ ଉଠୁ 10ଟି କୃତଜ୍ଞତା ଲେଖନ୍ତୁ। ଯେମିତିକି, ଆଜି ମୁଁ ଏ ଦୁନିଆ ଦେଖିବା ପାଇଁ ଜୀବିତ ଅଛି, ସେଥିପାଇଁ ମୁଁ କୃତଜ୍ଞ। ମୋ ପରିବାରର ଭଲ ପାଇବା ପାଇଁ ମୁଁ କୃତଜ୍ଞ। ମୋର ଶାରୀରିକ ସ୍ୱାସ୍ଥ୍ୟ ଠିକ୍ ଥିବାରୁ ମୁଁ କୃତଜ୍ଞ। ମୋ ପାଖରେ ମୋବାଇଲ ଫୋନ୍ ଅଛି, ସେଥିପାଇଁ ମୁଁ କୃତଜ୍ଞ। ମୋ ପାଖରେ ଆଜି ଖାଇବା ପାଇଁ ଅଛି, ସେଥିପାଇଁ ମୁଁ କୃତଜ୍ଞ। ଏମିତି 10ଟି କୃତଜ୍ଞ ଅବଶ୍ୟ ଲେଖନ୍ତୁ। ଲେଖିସାରିଲା ପରେ ତାକୁ ପଢ଼ନ୍ତୁ ଆଉ ଶେଷରେ କୁହନ୍ତୁ, ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ପ୍ରତିଟି କୃତଜ୍ଞତା ପାଇଁ 3 ଥର ଧନ୍ୟବାଦ ଦିଅନ୍ତୁ। 2 ହାତ ଛାତିରେ ରଖନ୍ତୁ ଆଉ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ କୁହନ୍ତୁ। ଦେଖିବେ ଆପଣଙ୍କ ପୂରା ଦିନ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଯିବ। ଯଦି ଆପଣ ଏ ଅଭ୍ୟାସକୁ ଆହୁରି ପ୍ରଗାଢ଼ କରିବାକୁ ଚାହୁଁଛନ୍ତି, ଯାଦୁ ପଥରର ସହାୟକ ନିଅନ୍ତୁ। ଏ ଯାଦୁ ପଥର କ'ଣ? ଯେକୌଣସି ଗୋଟିଏ ଛୋଟ ପଥର ନଦୀରୁ ହେଉ ବା କୌଣସି ଜାଗାରୁ ନିଅନ୍ତୁ। ଛୋଟ ପଥର, ସେ ଚିକଣ ହୋଇଥିଲେ ଆହୁରି ଭଲ, ଯେମିତି ହାତରେ ତାକୁ ଜାବୁଡ଼ି ଧରିପାରିବେ। ତାର ନାଁ ଦିଅନ୍ତୁ ଯାଦୁ ପଥର ବା ମ୍ୟାଜିକ୍ ଷ୍ଟୋନ୍। ରାତିରେ ଶୋଇବା ପୂର୍ବରୁ ଏ ପଥରକୁ ଧରନ୍ତୁ ଆଉ ପୂରା ଦିନଟିକୁ ସ୍କାନ୍ କରନ୍ତୁ। ସକାଳୁ ସଞ୍ଜ ପର୍ଯ୍ୟନ୍ତ ଆପଣଙ୍କ ସହିତ ଘଟିଥିବା ସବୁ ଭଲ ଘଟଣା ପାଇଁ
ଧନ୍ୟବାଦ କୁହନ୍ତୁ। ଉଦାହରଣ, ଆଜି ମୋ କ୍ଲାଏଣ୍ଟ ଖୁସି ହେଲେ। ମୋତେ ଆଜି ମୋ ପରିବାର ତରଫରୁ ଅନେକ ଖୁସି ମିଳିଲା। ଆଜି ସାରା ଦିନ ମୁଁ ସୁସ୍ଥ ରହିଲି। ମୋର ବସ୍ ମୋତେ ଭଲ ବ୍ୟବହାର କଲେ, ଇତ୍ୟାଦି ଇତ୍ୟାଦି। ପଥରକୁ ଦେଖି 3 ଥର କୁହନ୍ତୁ ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଯଦି ଆପଣ ଧନ ପାଇଛନ୍ତି ସେଥିପାଇଁ ଅବଶ୍ୟ ଆଭାର ହୁଅନ୍ତୁ। ଆପଣଙ୍କ ପାଖରେ ଥିବା ପଇସା ପାଇଁ ଧନ୍ୟବାଦ ଦିଅନ୍ତୁ। ଆଉ କୁହନ୍ତୁ ମୋ ପାଖରେ ଥିବା ପଇସା ପାଇଁ ଧନ୍ୟବାଦ। ପଇସା ମୋ ପାଖକୁ ଆସୁଥିବାରୁ ସେଥିପାଇଁ ଧନ୍ୟବାଦ। ଏହାଦ୍ୱାରା ୱେଲ୍ଥ ଫ୍ରିକ୍ୱେନ୍ସିକୁ ଆକର୍ଷଣ କରିପାରିବେ, ଅର୍ଥାତ୍ ଆପଣଙ୍କ ଜୀବନରେ ଆହୁରି ପଇସା ଆସିବା ଆରମ୍ଭ କରିବ। ଯଦି ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଦରକାର ତେବେ ସେଥିପାଇଁ ବି କୃତଜ୍ଞ ହୁଅନ୍ତୁ। ଆପଣଙ୍କ ଶରୀରର ପ୍ରତ୍ୟେକଟି ଅଂଶ ପାଇଁ କୃତଜ୍ଞ ହୁଅନ୍ତୁ। କୁହନ୍ତୁ ଧନ୍ୟବାଦ ଆଖି, ତୁମ ପାଇଁ ମୁଁ ଦେଖିପାରୁଛି। ଧନ୍ୟବାଦ ହୃଦୟ, ତୁମ ପାଇଁ ମୁଁ ନିଶ୍ୱାସ ପ୍ରଶ୍ୱାସ ନେଇପାରୁଛି, ଇତ୍ୟାଦି ଇତ୍ୟାଦି। ଯଦି ଆପଣ ଚାହାନ୍ତି ଆପଣଙ୍କ ସମ୍ପର୍କ ନିବିଡ଼ ହେଉ, ସୁନ୍ଦର ହେଉ ଆଉ ମଧୁର ହେଉ ତେବେ ସମ୍ପର୍କ ପାଇଁ ବି କୃତଜ୍ଞତା ହୁଅନ୍ତୁ। ଆପଣଙ୍କ ଜୀବନରେ ଯେଉଁ ଲୋକମାନେ ଅଛନ୍ତି ତାଙ୍କର ସହଯୋଗ, ଭଲ ପାଇବା ଆଉ ସାହାଯ୍ୟ ପାଇଁ କୃତଜ୍ଞ ହୁଅନ୍ତୁ। ତାଙ୍କର ଭଲ ଗୁଣକୁ ଲେଖନ୍ତୁ। ତାଙ୍କୁ ମନେ ମନେ ଧନ୍ୟବାଦ କୁହନ୍ତୁ। ତାଙ୍କ ମନରେ ତାଙ୍କ ପାଇଁ ଶୁଭ କାମନା କରନ୍ତୁ। ଦେଖିବେ ସମ୍ପର୍କ ରାତି ରାତି ପରିବର୍ତ୍ତନ ହୋଇଯିବ। ସମ୍ପର୍କର ସବୁ ବିଷ ଧୋଇ ହେଇ ଅମୃତ ପାଲଟିଯିବ। ବିଜ୍ଞାନ ଅନୁସାରେ ଆମେ ଯେଉଁ ଜିନିଷ ପାଇଁ ଆଭାର ହେଉ ଆମ ମସ୍ତିଷ୍କ ସେ ଜିନିଷକୁ ଗୁରୁତ୍ୱ ଦେଇଥାଏ। ଆଉ ଆମେ ଯେଉଁ ଜିନିଷକୁ ଗୁରୁତ୍ୱ ଦେଇଥାଉ ସେ ଜିନିଷ ବଢ଼ିଥାଏ। ଗ୍ରାଟିଟ୍ୟୁଡ୍ ମସ୍ତିଷ୍କର ଡୋପାମାଇନ୍ ବଢ଼ାଇଥାଏ। ଏହା ମୋଟିଭେସନ୍, ଫୋକସ୍, ଇନ୍ସପାଇରେସନକୁ ଅନେକ ଗୁଣା ବଢ଼ାଇ ଦେଇଥାଏ। ଆକର୍ଷଣର ନିୟମ ଅନୁସାରେ ଗ୍ରାଟିଟ୍ୟୁଡ୍ ହେଉଛି ହାଇ ଫ୍ରିକ୍ୱେନ୍ସି ଆଉ କମ୍ପ୍ଲେନ୍ ହେଉଛି ଲୋ ଫ୍ରିକ୍ୱେନ୍ସି। ହାଇ ଫ୍ରିକ୍ୱେନ୍ସି ଆଟ୍ରାକ୍ଟ ମନି, ପିପୁଲ, ଅପରଚୁନିଟିଜ୍, ଗ୍ରୋଥ୍, ଲକ୍। ଯଦି ଆପଣ ହାଇ ଫ୍ରିକ୍ୱେନ୍ସିରେ ରହିଲେ ତେବେ ଜୀବନର କୌଣସି ଇଚ୍ଛା ଅପୂର ହୋଇ ରହିବନି। ସବୁ ଇଚ୍ଛା ଆପେ ଆପେ ପୂରଣ ହୋଇଯାଏ। ରାତିରେ ଶୋଇବା ପୂର୍ବରୁ ଏ 2 ମିନିଟର ପ୍ରାକ୍ଟିସ୍ ଅବଶ୍ୟ କରନ୍ତୁ। ଆଜି ଘଟିଥିବା 3ଟି ପଜିଟିଭ୍ ମୁମେଣ୍ଟକୁ ମନେ ପକାନ୍ତୁ। ପ୍ରତ୍ୟେକ ପାଇଁ କୁହନ୍ତୁ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ଦିନଟିକୁ ମନେ ମନେ ପୁଣି ରିୱାଇଣ୍ଡ କରନ୍ତୁ। ନେଗେଟିଭ୍ ଘଟଣାକୁ ମଧ୍ୟ କୁହନ୍ତୁ ଥ୍ୟାଙ୍କ ୟୁ ଫର୍ ଦ ଲେସନ୍। ଏହାଦ୍ୱାରା ଆପଣଙ୍କ ଅବଚେତନ ମନ ସକାରାତ୍ମକରେ ଭରିଯିବ। ରଣ୍ଡାମାନଙ୍କ ଅନୁସାରେ 28 ଦିନ ଯଦି ଗ୍ରାଟିଟ୍ୟୁଡ୍ ବା କୃତଜ୍ଞତା ଅଭ୍ୟାସ କରନ୍ତି ତାହେଲେ ଆପଣଙ୍କ ଜୀବନରେ ଯାଦୁ ଭଳି ଏସବୁ ଜିନିଷ ଆସିବା ଆରମ୍ଭ କରିବ। ଆପଣଙ୍କ ଜୀବନକୁ ଧନ ଆକର୍ଷିତ ହୋଇ ଆସିବ। ଭୟ କମ୍ ହୋଇଯିବ। ସମ୍ପର୍କରେ ସୁଧାର ହୋଇଯିବ। ମନ ଶାନ୍ତ ହୋଇଯିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଜୀବନର ଗତି ବଢ଼ିବ। ଆତ୍ମବିଶ୍ୱାସ ଜାଗୃତ ହେବ। ସକ୍ସେସ୍ ଅପରଚୁନିଟି ଖୋଲିଯିବ ଆଉ ଆପଣଙ୍କ ଜୀବନ ଯାଦୁରେ ଭରିଯିବ।